ଆମର ଗାଁ ଅଙ୍ଗନବାଡି କେନ୍ଦ୍ର ଅଛି ଆଜ୍ଞା ତା ପାଖରେ ଗାଈ ସାର ଗୋବର ଖତ ସବୁ ହେଇକିନା ଅଛି ସାମ୍ନା ସାମ୍ନି ବର୍ଷା ମାସେ ସେ ଗୋବର ଖତର ଏଇଟା ବାସ୍ନା ଯାକ ଅଙ୍ଗନବାଡି ଭିତରେ ଯାଉଛି ଆଉ ରାସ୍ତା ଆଡେ ସବୁ ବାହାରୁଛି ଗୋବର ଖତର କାଦୁଆ ହେଇକିନା ଆଉ ସେଠି ଅଙ୍ଗନବାଡିର ପୁଅ ଝିଅ ମାନେ ଚାଲି ଆସିବା ପାଇଁ ଅସୁବିଧାରେ ହଉଛନ୍ତି ଆଉ ପଡି ଯାଉଛନ୍ତି ଯିବା ବେଳେ ରୋଗ ତ ହେବ ଆଜ୍ଞା ହେଲେ ଆମର ଗାଁର ଲୋକମାନେ ଶୁଣୁନାହାନ୍ତି ଗୋବର ଖତ କରିକିନା ସେଠି ଏକା ଅଛେ କେତେ କହିଲୁ କେତେ ବୁଝାଇଲୁ ହେଲେ ବି ତାଙ୍କେ ଶୁଣୁନାହାନ୍ତି ରୋଗ ତ ହେଉଛି କାଦୁଅ ବି ହଉଛି ଆଉ ଗୋବର ଖତ ବି ଇଆଡେ ସିଆଡେ ହେଇକିନା ମ୍ୟାଲେରିଆ କି ରୋଗ ଡାଇବେଟିସ୍ ସବୁ ରୋଗ ହଉଛି। ଆଜ୍ଞା ଅଭିଯୋକ୍ତ ମାନେ ଗାଁ ଲୋକଙ୍କୁ ଫାର୍ଷ୍ଟରେ ଘର ଲୋକ ମାନେ ଯାହାର ଗୋବର ଖତ ଅଛି ପାଖରେ ତାଙ୍କୁ ଡାକିକି କହିଲେ କି ଅଙ୍ଗନବାଡି ସାମ୍ନାରେ ଗୋବର ଖତ ଯାକ ଅଛି ଆଉ ରହିଲେ ପିଲାମାନେ ଯିବା ଆସିବା କଲାବେଳେ ଅସୁବିଧା ହଉଛି ଆଉ ଗୋବର ଖତଟା ଭର୍ତ୍ତି ହେଇକି ମାନେ ଗାତରେ ଭର୍ତ୍ତି ହେଇକି ରାସ୍ତାରେ ଭାସୁଛି ଯାହା ଫଳରେ ମଶା ମାଛି ହେଇକି ମାନେ ଅଙ୍ଗନବାଡି ପୁରା ଦୂଷିତ ହେଇଯାଉଛି ନା ମୁଁ କରିଥିଲି ଆଉ ସୁପରଭାଇଜର ମ୍ୟାଡମ ବି ଆସିଥିଲେ ଆଉ କହିଲେ ଗୋବର ଖତଟା ଉଠାଅ ବୋଲିକି କହୁଛନ୍ତି ଆମକୁ ପ୍ରଥମେ ଜାଗା ଦେଖାଇ ଦିଅ ତାପରେ ଆମେ ଗୋବର ଖତଟା ଅଲଗା ଜାଗାରେ ନେଇକି ଯିବୁ ଯୋଉ ଅଙ୍ଗନବାଡି ଖାଦ୍ୟ ଦିଆ ହଉଛି ଖାଇଲା ବେଳେ ବି ଘର ଭିତରେ ମଶା ମାଛି ମାନେ ଭର୍ତ୍ତି ହେଇଯାଉଥାଉ ମାନେ ଭର୍ତ୍ତି ହେଇଯାଉଛି ଆଉ ପିଲାମାନେ ଖାଇଲା ବେଳକୁ ବିଭିନ୍ନ ପ୍ରକାର ରୋଗ ହଉଛି ମ୍ୟାଲେରିଆ ଟାଇଫଏଡ ଏସବୁ ବି ରୋଗର ସଂକ୍ରମଣ ହଉଛନ୍ତି।